ଆଜ୍ଞା ନମସ୍କାର। ୟୁନିଭର୍ସ ୱିଥ୍ ପଜିଟିଭ୍ ୟୁଟ୍ୟୁବ୍ ଚ୍ୟାନେଲକୁ ପୁଣି ଥରେ ସ୍ୱାଗତ। କି ଭଲ ପାଇବା ଆଉ ରାଗ ଦୁଇଙ୍କ ଯେଉଁ ଏକ୍ସପ୍ରେସନ୍ସ ନା ହୁଏତ ଅଲଗା। ଭଲ ପାଇବା ଗୋଟେ ଜାଗାରେ ଆଉ ଗୋଟେ ରାଗ ଆଉ ଗୋଟେ ଜାଗାରେ। ବେଳେବେଳେ ନା ଏ ରାଗ ଭଲ ପାଇବା ଉପରେ ହାବି ହେଇଯାଇଥାଏ, ଭାରି ପଡ଼ିଯାଇଥାଏ। କାହିଁକିନା ଆପଣ ଶହେ ଭଲ ପାଇବା କଥା କୁହନ୍ତୁ ନା କାହିଁକି, କିନ୍ତୁ ରାଗରେ ଯଦି କିଛି କାହାକୁ କହିଦେଇଛନ୍ତି ସେ ସେଇ ରାଗ କଥାଟାକୁ ମନେ ରଖେ। ଆଉ ଆପଣ କେତେ ବି ଭଲ ପାଆନ୍ତୁ ନା କାହିଁକି, ଯଦି ଅଭିମାନ ବା ରାଗ ଅହଙ୍କାର ଆପଣ ଆଣିଦେଲେ ଏଇ ରାଗ ଦିନେ ନା ଭଲ ପାଇବାକୁ ନଷ୍ଟ କରିଦେଇଥାଏ। ତାହେଲେ କୋଉଠି ନା କୋଉଠି ଏଇ ରାଗ ଇମୋସନଟା ନା ଆମର ଭଲ ପାଇବା ଉପରେ ନା ଭାରି ପଡ଼ିଯାଇଥାଏ। ଆପଣ କେତେ ବି ଭଲ ପାଆନ୍ତୁ ନା କାହିଁକି, କିନ୍ତୁ ଯଦି ଆପଣ ନିଜର ଏଙ୍ଗରନେସ୍ ରାଗ ବା କ୍ରୋଧକୁ କଣ୍ଟ୍ରୋଲ ନ କରିପାରିଲେ ନା କୋଉଠି ନା କୋଉଠି ଆପଣଙ୍କର ପର୍ସନାଲ ଲାଇଫରେ ନା ଇଏ ନିଶ୍ଚୟ ପ୍ରୋବ୍ଲେମ ସୃଷ୍ଟି କରିବ। ଆପଣ ଦେଖୁଥିବେ ଯେ ଭଲ ପାଇବା ଆଉ ରାଗ ଭିତରୁ ସମସ୍ତେ ଭଲ ପାଇବାକୁ ଭଲ ପାଆନ୍ତି, ବଟ୍ ଭଲ ପାଇବା ନା ଏ ରାଗ ଆଗରେ ହାର ମାନିଯାଏ। କାହିଁକିନା ଯୋଉଠି ରାଗ ଥରେ ଆସିଯାଏ ନା, ଯଦି ସିଏ ନ ଚାହେଁ ସେ ପ୍ରସ୍ପେକ୍ଟକୁ ବୁଝିବା ପାଇଁ ନା କୋଉଠି ନା କୋଉଠି ଆପଣ କେତେ ବି ଭଲ ପାଆନ୍ତୁ ନା କାହିଁକି ସେ ରାଗ ସାମ୍ନାରେ ଭଲ ପାଇବା ହାର ମାନିଯାଏ। ଇଏ ହେଉଛି ଡାର୍କ ରିଆଲିଟି। ତେଣୁ ଆପଣ କୌଣସି ସମ୍ପର୍କ ରୁହନ୍ତୁ ବା ଏକା ରୁହନ୍ତୁ, ସବୁବେଳେ ଅନ୍ୟମାନଙ୍କୁ ଦୋଷ ଦେବା, କମ୍ପ୍ଲେନ୍ କରିବା ବନ୍ଦ କରି ନିଜ ଉପରେ କାମ କରିବା ଆରମ୍ଭ କରନ୍ତୁ। କାହିଁକି ନା ଯଦି ଆପଣ ନିଜର କ୍ରୋଧ ବା ରାଗକୁ କଣ୍ଟ୍ରୋଲ ନ କରିପାରିଲେ, ରାଗିଥିବା ସମୟରେ ଆପଣ କେଉଁ ପ୍ରକାର ବାକ୍ୟ ୟୁଜ୍ କରୁଛନ୍ତି, ଶବ୍ଦର ସଂଯମତା ଯଦି ନ ରହିଲା, କୋଉଠି ନା କୋଉଠି ଆପଣ ନିଜେ ହିଁ ହେବ। ଆଉ ଇଏ ଆପଣଙ୍କର ସମ୍ପର୍କ କେତେ ବି ସୁନ୍ଦର ହେଉନା କାହିଁକି, ଆପଣ କେତେ ସାରା ମେମୋରି ତିଆରି କରନ୍ତୁ ନା କାହିଁକି, କେତେ ସାରା ଲାଇଫ୍ ଜିଅନ୍ତୁ ନା କାହିଁକି, କୋଉଠି ନା କୋଉଠି ଇଏ ଆପଣଙ୍କର ଭଲ ପାଇବା ଭିତରେ ଫାଟ ସୃଷ୍ଟି କରିବ। ଏ ରାଗ ଯେତିକି ଭଲ ନା ସେତିକି ଖରାପ ପାଇବ। ଇଏ କୋଉଠି ନା କୋଉଠି ଆପଣଙ୍କର ସମ୍ପର୍କରେ ଫାଟ ତିଆରି କରିବ। ତେଣୁ ସବୁବେଳେ ଏସବୁ ଇମୋସନ୍ ନା ଭଲ ପାଇବାକୁ ବାଛନ୍ତୁ। ଗୋଟେ ଟାଇମ୍ ପରେ ଆପଣଙ୍କ ରାଗ ତ ଶାନ୍ତ ହୋଇଯିବ, ଝଗଡ଼ା ତ ସମାଧାନ ହେଇଯିବ, କିନ୍ତୁ ସେଇ ମୁହୂର୍ତ୍ତରେ ଆପଣ ଯେମିତି ଟ୍ରିଟ୍ କରିଥିଲେ, ଯେଉଁ ସବୁ ୱାର୍ଡ଼ିଂ ୟୁଜ୍ କରିଥିଲେ, ଏସବୁ ୱାର୍ଡ଼ ନା ଯେମିତି କାହାକୁ ଗୋଟେ ଛୁରୀ ଭୁଷି ଦେଲେ ଯେମିତି ଆଘାତ ଦିଏ ନା, ସେଇଭଳିଆ ସମୟ